ପାଠ ନମ୍ବର 15 ଏ ମଣିଷକୁ ପଥର କଲା କିଏ? ଏହି ପାଠର ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବୁ। ପାହାଡ଼ ତଲ ବଣଭୂଇଁ କି ସଫା କରାଗଲା କାହିଁକି? ରାଜାଙ୍କ ନଅର ତୋଲା ହେବ ବୋଲି ପାହାଡ଼ ତଲ ବଣଭୂଇଁ ସଫା କରାଗଲା। ସେ ପାହାଡ଼ର ନାଁ କ'ଣ ଥିଲା? ମଧୁପୁରଗଡ଼ ପାହାଡ଼। ରାଜା ପାହାଡ଼ କୋଲରୁ କେଉଁ ଶବ୍ଦ ଶୁଣିବାକୁ ପାଇଲେ? ରାଜା ପାହାଡ଼ କୋଲରୁ ଠକ୍ 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 ଶବ୍ଦ ଶୁଣିବାକୁ ପାଇଲେ। ସେହି ଶବ୍ଦ କିଏ ଓ କିପରି ସୃଷ୍ଟି କରୁଥିଲା? ସେହି ଶବ୍ଦ ଭୀମଦାସ ପଥର କାଟିବା ଦ୍ୱାରା ସୃଷ୍ଟି କରୁଥିଲା। ସେହି ଶବ୍ଦ ବନ୍ଦ କରିବା ପାଇଁ ରାଜା କାହିଁକି ଆଦେଶ ଦେଲେ? ରାଜାଙ୍କ ପହୁଡ଼ରେ ଦାଗ ହେଉଥିବାରୁ ସେହି ଶବ୍ଦ ବନ୍ଦ କରିବା ପାଇଁ ଆଦେଶ ଦେଲେ। ଭୀମଦାସକୁ ନିଜ ଉଆସକୁ ନେଇ ରାଜା ତା ପାଇଁ କ'ଣ କଲେ? ଭୀମଦାସକୁ ନିଜ ଉଆସକୁ ନେଇ ରାଜା ତା ପାଇଁ ସ୍ୱତନ୍ତ୍ର ଘର, ନୂଆ ଲୁଗା, ନୂଆ ଖଟ ଓ ଚାକର ବାକର ବ୍ୟବସ୍ଥା କଲେ। ତାକୁ ରାଜସମ୍ମାନ ଦେଖାଇବାର ବ୍ୟବସ୍ଥା କଲେ। ନମ୍ବର 2 ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ। ପାହାଡ଼ ସବୁ ଦେଖିଲା, ସବୁ ସହିଲା, ମାତ୍ର କିଛି କରିପାରିଲା ନାହିଁ କାହିଁକି? ପାହାଡ଼ ଉପରେ ମାନବର ଅତ୍ୟାଚାର ଭୀଷଣରୁ ଭୀଷଣତର ହେଲା। ତରୁଗୁଡ଼ିକ ସହିତ ଜଙ୍ଗଲବାସୀ ଜୀବଗଣଙ୍କୁ ଲୋପ କରିବା ଚେଷ୍ଟା କରାଗଲା, କିନ୍ତୁ ପାହାଡ଼ ମୂକ ହୋଇଥିବାରୁ ସେ ସବୁ ଦେଖିଲା, ସବୁ ସହିଲା, ମାତ୍ର କିଛି କରିପାରିଲା ନାହିଁ। ଗଡ଼ ନିର୍ମାଣ କାର୍ଯ୍ୟ କିପରି ସମାପ୍ତ ହେଲା? ଜଙ୍ଗଲ କାଟି ପାହାଡ଼ ଭାଙ୍ଗି ଗଡ଼ ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଗଡ଼ଟିର ନାଁ ହେଲା ମଧୁପୁରଗଡ଼। ସେ ରାତିରେ ନିଦର ଶୋଇଛି, ମାତ୍ର ଯୌବନ ସ୍ୱପ୍ନ ଦେଖୁନା, ଏକଥା କେଉଁ ପ୍ରସଙ୍ଗରେ କୁହାଯାଇଅଛି? ଭୀମଦାସ ନିଜକୁ ପଥରର ମଣିଷ ଭାବରେ ଗଢ଼ି ଦେଇଛି। ତାର ଜୀବନଟା ଅଦ୍ଭୁତ ଭାବରେ ବଦଳି ଯାଇଅଛି। ତାରି ଜୀବନଧାରା ପ୍ରସଙ୍ଗରେ ଏହା କୁହାଯାଇଛି ଯେ ସେ ରାତିରେ ନିଦରେ ଶୋଇଛି, ମାତ୍ର ଯୌବନ ସ୍ୱପ୍ନ ଦେଖୁନାହିଁ। ଭୀମଦାସକୁ ରାଜା ନିଜ ଉଆସକୁ ଆଣିବା ମୂଳରେ କି ଉଦ୍ଦେଶ୍ୟ ଦେଲେ? ମଧୁପୁରଗଡ଼ ଭୀମଦାସର ହାତରେ ତିଆରି ହୋଇଥିଲା। ପଲିତ କେଶ ଗଳିତନ୍ଦ ବୃଦ୍ଧ ଭୀମଦାସ ସେଠାରେ ବିଶ୍ରାମ ନିଅନ୍ତୁ ରାଜା ଏହା ଚାହୁଁଥିଲେ। ତେଣୁ ସେ ନିଜ ଉଆସକୁ ଆଣି ତାଙ୍କୁ ରାଜସମ୍ମାନ ଦେଖାଇଥିଲେ। ଭୀମଦାସ ରାଜ ଉଆସରେ ରହିଲା ନାହିଁ କାହିଁକି? ଭୀମଦାସ ପଥର ସହିତ ମିଶି ଏକ ପ୍ରକାର ଅଦ୍ଭୁତ ଜୀବନ ଶୈଳୀରେ ରହିଲେ। କର୍ମପ୍ରବଣ ହୋଇ ସେ ନିଜକୁ ହଜାଇ ଦେଇଥିଲେ। ତେଣୁ ସେ ପଥରଠାରୁ ଦୂରରେ ରାଜ ଉଆସ ରହିଲା ନାହିଁ। ତିନି ନମ୍ବର ପ୍ରସଙ୍ଗ ସହ ସରଳାର୍ଥ ଲେଖ। ମର୍ତ୍ତ୍ୟର ମରୁଭୂମିରେ ସ୍ୱର୍ଗର ଅମରପତିର ଛାୟା ପଡ଼ିଲା। ମର୍ତ୍ତ୍ୟର ଛାୟା ପଡ଼ିଲା। ସଂଶିତ ଗଦ୍ୟାଂଶଟି ଏ ମଣିଷକୁ ପଥର କଲା କିଏ ଶୀର୍ଷକ ଗଳ୍ପରୁ ଆନିତ। ଉକ୍ତ ପ୍ରସଙ୍ଗରେ ଗାଳ୍ପିକ ଗୋଦାବରୀଶ ମହାପାତ୍ର ମଧୁପୁରଗଡ଼ ରାଜ ଉଆସର ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଛନ୍ତି। ଜଙ୍ଗଲ କାଟି ପର୍ବତର ବୁକୁ ଫଟାଇ ପଥର
କଟା ହେଲା। ରାଜାଙ୍କ ନଅର ତୋଲା ହେଲା। ସୁନ୍ଦର ଉଆସ, ତା ଭିତରେ ଦୀପମାଲା, ଅପୂର୍ବ ସାଜସଜ୍ଜା ଅତ୍ୟନ୍ତ ମନୋରମ ଦେଖାଗଲା। ସେ ନଅର ଭିତରେ ରାଜାରାଣୀ ରହିଲେ। କେତେ ଆନନ୍ଦ ଉତ୍ସବ, କେତେ ବାଇଦ ବାଜଣା! ସତେ ଯେଭଳି ମତ୍ୟର ମରୁଭୂମିରେ ସ୍ୱର୍ଗର ଅମରାବତୀ ଛାୟା ପଡ଼ିଲା। ଖ ନମ୍ବର ସେ ଦିନରେ ବାଟ ଚାଲୁଛି ମାତ୍ର କାହାକୁ ପଥ ପଚାରୁନାହିଁ। ସେ ଲେଖେ ନାହିଁ। ସଂକ୍ଷିପ୍ତ ଗଦ୍ୟାଂଶଟି ଗୋଦାବରୀଶ ମହାପାତ୍ରଙ୍କ ରଚିତ ଏ ମଣିଷକୁ ପଥର କଲା କିଏ ଶୀର୍ଷକ ଗଳ୍ପରୁ ଆନିତ। ଉକ୍ତ ପ୍ରସଙ୍ଗରେ ଗାଳ୍ପିକ ଭୀମକର୍ମା ଭୀମ ଦାସର ଅଦ୍ଭୁତ କର୍ମପ୍ରବଣତା ବିଷୟରେ ବର୍ଣ୍ଣନା କରିଛନ୍ତି। ସେହି ଶବ୍ଦ ବନ୍ଦ କରିବା ପାଇଁ ରାଜା କାହିଁକି ଆଦେଶ ଦେଲେ? ରାଜାଙ୍କ ପହୁଡ଼ରେ ବ୍ୟାଘାତ ହୋଇଥିବାରୁ ସେହି ଶବ୍ଦ ବନ୍ଦ କରିବା ପାଇଁ ଆଦେଶ ଦେଲେ। ଦୀର୍ଘ 60 ବର୍ଷ ଭିତରେ ମଧୁପୁର ଗଳରେ କେତେ ଲୋକ ଜନ୍ମ ହେଲେ, କେତେ ଲୋକ କେତେ ବାଗରେ ନିଜର କର୍ମ ତୁଟାଇଲେ, କିନ୍ତୁ ଭୀମଦାସ ସକାଳୁ ଉଠି ଖରାକୁ ପିଠି କରି ବସି ପଥର ତାଡ଼ିବାରେ ହେଳା କରିନାହିଁ। ତାର ଜୀବନଟା 15 ବର୍ଷ ବୟସରେ ଏକ ଅଦ୍ଭୁତ ଭାବରେ ବଦଳି ଯାଇଛି। ସେ କେବଳ ଏକା ସେ କାମ କରୁଛି, କିନ୍ତୁ କିଛି ଜାଣିପାରୁନାହିଁ। ସେ ଦିନରେ ବାଟ ଚାଲୁଛି ମାତ୍ର କାହାକୁ ପଥ ପଚାରୁନାହିଁ। ରାଜା ମନକୁ ମନ ଆକର୍ଷିତ ପ୍ରଶ୍ନ କଲେ, ଏ ମଣିଷକୁ ପଥର କଲା କିଏ? ସଂକ୍ଷିପ୍ତ ଗଦ୍ୟାଂଶଟି ଏ ମଣିଷକୁ ପଥର କଲା କିଏ ଶୀର୍ଷକ ଗଳ୍ପରୁ ଆନିତ। ଉକ୍ତ ପ୍ରସଙ୍ଗରେ ଗାଳ୍ପିକ ଗୋଦାବରୀଶ ମହାପାତ୍ର ଭୀମକର୍ମା ଭୀମ ଦାସର ଅଦ୍ଭୁତ ଜୀବନଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜା ଭୀମଦାସକୁ ଉଆସକୁ ନେଇଗଲେ। ଉଆସ ଭିତରେ ତା ପାଇଁ ସ୍ୱତନ୍ତ୍ର ଘର ଠିକ୍ କଲେ। ନୂଆ ଲୁଗା, ନୂଆ ଖଟ, ଚାକର ବାକ ସବୁ ବ୍ୟବସ୍ଥା କରାଗଲା। ତାକୁ ରାଜସମ୍ମାନ ଦିଆଗଲା। କିନ୍ତୁ ସେ ଉଆସରେ ନ ରହି ପର୍ବତ ନିକଟକୁ ଚାଲିଗଲା। ରାଜା ଦେଖିଲେ ଗୋଟିଏ ସ୍ଥାନରେ ବସି ତାର ପଥର କଟା ହତିଆର ସବୁ ସଜାଡ଼ିବାରେ ଲାଗିଛି। ରାଜାଙ୍କୁ ଆଗୁଆ ଦେଖି ସେ ଚମକିଲା ନାହିଁ କି ସମ୍ମାନ ଦେଖାଇବା ପାଇଁ ଉଠି ଠିଆ ହେଲା ନାହିଁ। ରାଜା କେତେ ସମୟ ନୀରବରେ ଠିଆ ହେବା ପରେ ସେ ମନକୁ ମନ ଆଗତ ପ୍ରଶ୍ନ କଲେ, ଏ ମଣିଷକୁ ଏପରି ପଥର କଲା କିଏ? ନମ୍ବର 4 ଯୋଡ଼ି ତିଆରି କର ଓ ତାକୁ ବାକ୍ୟ ଗଠନ କର। ଯେପରି ଅବ୍ୟକ୍ତ ଦେବତା, ଗୋପନୀୟ ବିଷୟ, ଭୀତତ୍ରସ୍ତା ଜନତା, ଜ୍ଞାନଲିପ୍ସୁ ଛାତ୍ର, ରମଣୀୟ ଦୃଶ୍ୟ, ନିରଳସ ଜୀବନ। 5 ନମ୍ବର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖା କୁହାଯାଇଛି। ପାହାଡ଼, ପର୍ବତ, ଉଧର, ଫୁଲ, ସୁମନ, ପୁଷ୍ପ, ପକ୍ଷୀ, ବିହଗ, ଚଢ଼େଇ, ଦିନ, ଦିବସ, ଦିବା, ଗଛ, ବୃକ୍ଷ, ପାଦପ, ମଣିଷ, ମାନବ, ମନୁଷ୍ୟ। 6 ନମ୍ବର ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର। ପ୍ରଚଣ୍ଡ, ଭୀତତ୍ରସ୍ତ, ଦୁର୍ଭତ୍ୟ, ବିସ୍ତର୍ଣ୍ଣ, ଅତ୍ୟାଚାର, ସୀମା, ପହୁଡ଼, ନିରଳସ। 7 ନମ୍ବର
प्राय 150 शब्द मध्य उत्तर लेख लंग क्वेश्चन जहाँकि 2 लाइन समस्त को गाड़ी तुम लेखार अच्छी मधुपुर गड़ पहाड़ सहित भीमदास कि संपर्क थिला पैराग्राफ 2 लाइन 2 लाइन ख नौ प्रश्न गड़ तैयारी पर भीमदास कौन कला लेखार अच्छे तुमके दीर्घ 60 वर्षर मधुपुर गड़ इतिहास किए केते जन्म हुई कर्मलीला शेष कर विदाय नहीं किंतु भीमदास एका पशिछि से सकालु उठी खरा को पिठी देखाई पत्थर ताड़ी ग नंबर पहाड़ तले किपरि गड़ निर्माण करागला उत्तर घ नंबर ए मनीष को पत्थर कला किए एभली नामकरण विशेषत्व कौन प्रत्येक लेखार नामकरण गोटे यथार्थ कारण थाए विषय वस्तु किंबा चरित्र को नहीं लेखक निज लेखाटी को नामित करिथांती सही दृष्टि ए मनीष को पत्थर कला किए नामकरण विशेषत्व कारण भीमदास चरित्रटीर जीवनर अद्भुत परिवर्तन ताकू पत्थर कर कहानी पढ़ू टे भीमदास मधुपुर इतिहास सहित आविच्छेद भाव जड़ित राजा नौर तोला पाचेरी देवी मंदिर सबू तैयारी सहित से जड़ित रही राजपुरी देव मंदिर नौर उआस विहार उद्यान एपरी कौन स्थान नहीं ଯେଉଁଠାରେ ଥିବା ପଥର ଭୀମଦାସ ସାତ ନାହିଁ ପ୍ରତି ପଥର ଖଣ୍ଡ ସେ ନିଜର ହତିଆର ସାହାଯ୍ୟରେ ତାଳିଛି ଦିନ ଦିନ ମାସ ମାସ ବର୍ଷ ବର୍ଷ ଧରି ନିଜ ଦୀର୍ଘ 60 ବର୍ଷ କାଳ ଖରା ସହି ଶୀତ ଭୋଗୀ ବର୍ଷା ଖାଇ ସେ ପର୍ବତ ରମଣୀୟ ଉଆସରେ ପରିଣତ କରିଛି ଅକର୍ମଶିଳାକୁ ଅଭିନବ ବେଶରେ ସଜାଇଛି पत्थर सहित से पत्थर होइछि राजा पारिधि को जाई भीमदास को उआस को आनी राजकीय सम्मान देवा सत्वे मध्य से पुणी फेरी जाइछि पत्थर पाखकु सकालु देखागला भीमदास नहीं राजा अबाक होई पर्वत गुहा आड़क जाइछन्ति केते कुआरे खोजी देखिछन्ति भीमदास तार पत्थर कटा हातिया सबू सजाड़बारे लागिछि राजा को देखि चमकी नहीं कि सम्मान देखाइबा को ठिया हुई नहीं राजा मन को मन आगत प्रश्न कले ए मनीष को एपरी पत्थर कला कि वास्तविक भीमदास पत्थरर मनीष पालटि जाइथिला तेणु नामकरण यथार्थ अटे।